हरे कृष्ण। समस्त वैष्णव चरण रे मोर दंडवत प्रणाम। भगवद गीता मौलिक रूप अर्जुन विषाद जग श्लोक 23। अर्जुन उवाच यस्य मानन भेत्ये अहं च एते अत्र समागताः धार्त राष्ट्रस्य दुर्बुद्धे युद्धे प्रिय चिकित्सवः। ଯେଉଁମାନେ ଦୁର୍ବୁଦ୍ଧି ଧୃତରାଷ୍ଟ୍ରଙ୍କ ପୁତ୍ରଙ୍କର ଶୁଭାକାଂକ୍ଷୀ ସାଜି ଏଠାକୁ ଯୁଦ୍ଧ କରିବାକୁ ଆସିଛନ୍ତି ସେମାନଙ୍କୁ ମୋତେ ଦେଖିବାକୁ ଦିଅନ୍ତୁ। ଏହା ଏକ ଉନ୍ମୁକ୍ତ ରହସ୍ୟ ଯେ ଦୁର୍ଯ୍ୟୋଧନ ତାର ପିତା ଧୃତରାଷ୍ଟ୍ରଙ୍କ ସହ କୁପରାମର୍ଶ କରି ପାଣ୍ଡବ ମାନଙ୍କର ରାଜ୍ୟକୁ ଜବରଦସ୍ତି ଦଖଲ କରିବାକୁ ଇଚ୍ଛା କରୁଥିଲା। ତେଣୁ ଯେଉଁମାନେ ଦୁର୍ଯ୍ୟୋଧନଙ୍କ ପକ୍ଷରେ ଯୋଗ ଦେଇଥିଲେ ସେମାନେ ନିଶ୍ଚୟ ସମସ୍ତେ ଏକ ପ୍ରକୃତି ବିଶିଷ୍ଟ ହୋଇଥିବେ। ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ସେମାନଙ୍କୁ ଦେଖି ସେମାନେ ସବୁ କିଏ ଜାଣିବା ପାଇଁ ଅର୍ଜୁନ ଇଚ୍ଛା କଲେ, କିନ୍ତୁ ସେମାନଙ୍କ ସହ ସନ୍ଧି ପ୍ରସ୍ତାବ କରିବାକୁ ଇଚ୍ଛା ତାଙ୍କର ନଥିଲା। ତାଙ୍କର ଦେଖିବାର ଉଦ୍ଦେଶ୍ୟ ହେଲା ଯେ ଅପର ପକ୍ଷକୁ ଦେଖି ମନେ ମନେ ଟିକିଏ କଳନା କରିନେବେ ସେମାନଙ୍କର ବଳ କେତେ। ଯଦିଓ ସେ ଏକଥା ଭଲ ରକମ ଜାଣିଥିଲେ ଯେ ତାଙ୍କ ପକ୍ଷର ବିଜୟ ସୁନିଶ୍ଚିତ, କାରଣ କୃଷ୍ଣ ତାଙ୍କ ପାଖରେ ଅଛନ୍ତି, ତଥାପି ସେ ଯୁଦ୍ଧ କ୍ଷେତ୍ରରେ ଅପର ପକ୍ଷର ସୈନ୍ୟବଳ କଳନା କରିବାକୁ ଇଚ୍ଛା କଲେ। ଏଥିରୁ ଆମେ ଶିକ୍ଷା ଲାଭ କଲେ ଯେ ଅନ୍ୟାୟ ଏବଂ ଅନ୍ୟାୟ ବିରୁଦ୍ଧରେ ଯେଉଁ ଲୋକମାନେ ଯିବେ ସେମାନଙ୍କ ପକ୍ଷରେ ଭଗବାନ କେବେ ବି ତାଙ୍କୁ ସାଥ ଦେବେନି। ସେଥିପାଇଁ ଶୁଦ୍ଧ ଭକ୍ତଙ୍କ ପାଖରେ ଭଗବାନ ସଦାସର୍ବଦା ରହିବେ, ଯେମିତି ଅର୍ଜୁନଙ୍କ ପାଖରେ ଥିଲେ। ହରେ କୃଷ୍ଣ। हरे कृष्ण। बहुत बहुत धन्यवाद राजेश, सुंदर भाव वर्णना कले।